ମୁଁ ତ କହୁଛି ଭକ୍ତ ଭାବଙ୍କୁ ଦେଖ, ଭକ୍ତର ଭାବନାକୁ ଦେଖ। ଭକ୍ତ ଭାବନାକୁ ଭକ୍ତି ଶୁଣୁନାହାନ୍ତି, ଏମାନେ ମନ ଇଚ୍ଛା କାରବାର କରୁଛନ୍ତି। ଏଙ୍କର ଗୋଟେ କିଛି ନାହିଁ। ଆଜି ଆପଣଙ୍କୁ କହିଲି ପଣ୍ଡିତ ମହାରାଜ, ମୁଁ ଆପଣଙ୍କୁ କହିଲି ପଣ୍ଡିତ ମହାରାଜ ଯେଉଁ କହିଛନ୍ତି ସେ ତାଙ୍କର ସନାତନ ଧର୍ମୀ ନେଇ କହିଛନ୍ତି, ଆମେ ଖୁସି ସ୍ୱାଗତ ଯୋଗ୍ୟ। କିନ୍ତୁ ଲକ୍ଷାଧିକ ଭକ୍ତ ଆସୁଛନ୍ତି, ସେଇଟା ଆମେ ଦେଖିବା। କାହିଁକିନା ଲୋକଙ୍କର ଗୋଟେ ଶୁଣନ୍ତୁ, ଆପଣ ହଉ ମୁଁ ହଉ ଯିଏ ହଉ, ଲୋକଙ୍କ ଗୋଟେ ଭାବନା ଯେ 1 ଜାନୁଆରୀ ଆମେ ଯିବା ଜଗନ୍ନାଥ ଦର୍ଶନ କରିବା, ଏଇ କରିବା ସେ କରିବା। ଏଇଟା ତ ଅନ୍ୟ ଲୋକମାନେ ଯଦି ପଣ୍ଡିତ ମହାଶୟଙ୍କ ସ୍ୱରରେ ଆଉ ଲକ୍ଷେ ଲୋକ ସ୍ୱର ମିଶାନ୍ତା ଠିକ ହୁଅନ୍ତା। କିନ୍ତୁ ଆଉ ତ କେହି ମିଶୁନାହାନ୍ତି ନା। ସମସ୍ତେ ଚାହାନ୍ତି ଆମେ 1 ତାରିଖରେ ଯିବୁ, ପ୍ରଭୁ ଦର୍ଶନ କଲେ ଆମ ଶୁଭ କାମନା କରିଯିବୁ, ଶୁଭ ହବ। କରିବା ଉଚିତ। ସରକାର ଦର୍ଶନ ଦରକାର। ଲକ୍ଷାଧିକ ଲୋକ ଦର୍ଶନ କରିପାରିବେନି, ଦୂର ଦୂରାନ୍ତର ଲୋକ ଆସିବେ ଜଗନ୍ନାଥ ଦର୍ଶନ ଟିକେ କରିବାକୁ, ହେଲା କଥା।